ଆମେ ତ ନୂଆ ଏବେ ଷ୍ଟାର୍ଟ କରିଛୁ ଗୋଟେ ଫିଲ୍ମ, ଯେହେତୁ ମୁଁ ଏବେ ନୂଆ କ୍ୟାରିୟର ଷ୍ଟାର୍ଟ କରିଛି ତ ଏଇଟା ମୋର ଯେହେତୁ ଫାଷ୍ଟ, ତ ମୁଁ ତ ବହୁତ ଏକ୍ସାଇଟେଡ ଅଛି, ନର୍ଭସ୍ ବି ଅଛି କଣ ହବ କଣ ନାହିଁ। ମୁଁ ଚାହିଁବି ନିଜର ବେଷ୍ଟ ଦେବା ପାଇଁ। ଆଉ ଏଇ ଫିଲ୍ମଟା ମୁଁ ଚାହୁଁଛି ସକ୍ସେସଫୁଲ ହଉ। ଆଣ୍ଡ ଗୀତଟା ବି ବହୁତ ହି ସୁନ୍ଦର ହେଇଛି, ଆପଣମାନେ ଶୁଣିଲେ ଜାଣିପାରିବେ ଫିଲ୍ମଟା ବହୁତ ହି ଶୀଘ୍ର ଆସିବାକୁ ଯାଉଛି। ବହୁତ ସୁନ୍ଦର ଅଛନ୍ତି। ପଢାପଢି ଛାଡିକି କାହିଁକି ଏଇ ଲାଇନରେ ମନେ ପଡେନି? ମୋର ଛୋଟବେଳୁ ବହୁତ ହି ଇଣ୍ଟରେଷ୍ଟ ଅଛି ଏଇ ଲାଇନରେ। ମତେ ଆକ୍ଟିଂ ପ୍ରତି ଜାଣିନି କଣ ପାଇଁ ମତେ ଏତେ ଲାଗେ କି ମୁଁ କରିପାରିବି। ଯେହେତୁ ଷ୍ଟାର୍ଟ କରିଛି ନୂଆ, ମୁଁ ଚାହୁଁଛି କିଛିଟା ଭଲ କରିବାକୁ। ଦେଖିବା ଭଗବାନଙ୍କ ଇଚ୍ଛା। କୁହାଯାଏ ଯେ ଲୋକ ମଧ୍ୟ କୁହନ୍ତି ଯେ ଫିଲ୍ମରେ ବହୁତ କଣ୍ଟ୍ରୋଭର୍ସି ଥାଏ, ପାଦ ଦେଲା ମାନେ କିଛି ଅଲଗା ଲୋକମାନଙ୍କର ଅଲଗା ଚିନ୍ତାଧାରା ଥାଏ। ଡର ଲାଗେନି କେବେ ଫିଲ୍ମ ଲାଇନ ଏଣ୍ଟ୍ରି କରୁ ପୂର୍ବରୁ? ଡର ନୁହଁ, ଯଦି ମୋ ସହିତ ମୋ ପ୍ୟାରେଣ୍ଟସ୍ ଅଛନ୍ତି ତାହେଲେ ଡର କଣ ପାଇଁ ଲାଗିବ। ମୋ ସହିତ ମୋ ପ୍ୟାରେଣ୍ଟସ୍ ସବୁବେଳେ ରହି ଆସିଛନ୍ତି। ଆଣ୍ଡ କଣ୍ଟ୍ରୋଭର୍ସି କଥା କହିବାକୁ ଯିବି, ଯଦି ଜଣେ ଆର୍ଟିଷ୍ଟ ହବାକୁ ଚାହୁଁଛି ତାହେଲେ ବିନା କଣ୍ଟ୍ରୋଭର୍ସିରେ ସେ କେବେ ଆର୍ଟିଷ୍ଟ ହେଇପାରିବନି। ତ କଣ୍ଟ୍ରୋଭର୍ସି ତ ନିହାତି ରହିବ। ନିଜର ବେସ୍ ଦେଇ ଆସ, ନିଜେ ଠିକ ରହିଲେ ସମସ୍ତେ ଠିକ, କଣ୍ଟ୍ରୋଭର୍ସି କିଛି ହବ ନାହିଁ। ବହୁତ ପ୍ରଡ୍ୟୁସର ଅଛନ୍ତି, ଡାଇରେକ୍ଟର ଅଛନ୍ତି, ସେମାନେ କୁହନ୍ତି ଆମ ସହିତ ଯଦି କମ୍ପ୍ରମାଇଜ କରିବେ ତାକୁ ଲିଡରେ ଦେବୁ। ହୁଁ ହୁଁ। ତ ସେ ଜାଗାରେ ଆପଣ କଣ କହିବେ? ମୁଁ ଟୋଟାଲି କରିବିନି, ମୋ ଦରକାର ନାହିଁ। ଯଦି ଗୋଟେ ଆର୍ଟିଷ୍ଟ ହେଇଛି, ଯଦି ସଚ୍ଚୋଟରେ କାମ ନ କରିବି ମୁଁ କରିବିନି। ଯଦି ମତେ ସେଇଠି ଜଣେ କହିବେ ପଇସା ଅଫର କଲେ 1 କୋଟି ବି କଲେ ବି ମୁଁ କରିବି ନାହିଁ। ବହୁତ ଟାଲେଣ୍ଟେଡ ହିରୋଇନ ଅଛନ୍ତି, ସେମାନେ ମଧ୍ୟ ସ୍କ୍ରିନ୍ ସେୟାର କରିବା ପୂର୍ବରୁ ବେଡ୍ ସେୟାର କରିବା ପାଇଁ ପଛଉନାହାନ୍ତି। ସେମାନଙ୍କୁ କଣ କହିବେ? ସେଇଟା ଏଇଟା ବହୁତ ହି ଭୁଲ କାମ। ଯଦି ତମ ପାଖରେ ଟ୍ୟାଲେଣ୍ଟ ଅଛି, ତମେ ଆଜି ନହେଲେ କାଲି ହିରୋଇନ ହେଇପାରିବ। ବଟ୍ ଏଇ ସବୁ କାମ କରିବା ଦ୍ୱାରା ତମର କ୍ୟାରିୟରଟା, ଆଜି ତମେ ହିରୋଇନ ହେଇପାରୁଥାଅ ବଟ୍ କାଲି ତମକୁ ଆଉ କାମ ମିଳିବ ନାହିଁ। ତ ସେଇଥିପାଇଁ ଏଇ ସବୁ କାମରୁ ଦୂରେଇ ରହିକି ନିଜ ଟ୍ୟାଲେଣ୍ଟ ଉପରେ ଫୋକସ୍ କରନ୍ତୁ। ଆଣ୍ଡ କେମିତି ନିଜକୁ ଗ୍ରୁମ୍ କରିପାରିବେ ସେଇ ବିଷୟରେ ଚେଷ୍ଟା କରନ୍ତୁ। କିନ୍ତୁ ଇଣ୍ଡଷ୍ଟ୍ରିରେ ଝିଅମାନେ, କିଛିଟା ଝିଅ ପାଇଁ ହୁଁ ଅଲଗା ଝିଅ ମଧ୍ୟ ସଫର ହଉଛନ୍ତି। ହୁଁ ହୁଁ। ଆପଣ ଯଦି ନ ଯାଉଛନ୍ତି ବେଡ୍ ସେୟାର ପାଇଁ, ଅଲଗା ଝିଅମାନେ ସେମାନେ ରାଜି ହଉଛନ୍ତି ଏବଂ ଆଗ ଧାଡ଼ିରେ ଇଏ କରୁଛନ୍ତି। ସେଥିପାଇଁ କିଛିଟା ପ୍ରଡ୍ୟୁସର ଭଲ ଭଲ ଝିଅଙ୍କୁ ମଧ୍ୟ ହରଉଛନ୍ତି, ହୁଁ। ଭଲ ଭଲ ନାୟିକା ମାନେ। ସେଇଟା ମୁଁ ବୁଝୁଛି, ସେଇଟା ଅଲଗା ଝିଅମାନେ କରୁଛନ୍ତି ବଟ୍ ସମସ୍ତଙ୍କ ମାଇଣ୍ଡ ସେଟ୍ ସମାନ ନୁହେଁ ନା। ତ ସେମାନଙ୍କ ମାଇଣ୍ଡ ସେଟ୍‌କୁ ମୁଁ ଚେଞ୍ଜ କରିପାରିବିନି। ବଟ୍ ତାଙ୍କୁ ମୁଁ ଏତିକି କହିବି ଯେ ତମେ ନିଜ ଟ୍ୟାଲେଣ୍ଟ ଉପରେ ଫୋକସ୍ କର। ନିଜ ଟ୍ୟାଲେଣ୍ଟ ଉପରେ ଯେତେ ନିଜକୁ ଗ୍ରୁମ୍ କରିବ, ତେବେ ଭଲ ଭଲ ପ୍ରଡ୍ୟୁସର ଆସିବ, ଭଲ ଭଲ କାମ ବି ଆସିବ। ନିଜେ କାମ କରିବ ତ ନିଜ ଟ୍ୟାଲେଣ୍ଟ ଉପରେ ନିଜକୁ ତେୟାର କର କି ସେମିତି ମୁଁ ନିଜର ଟ୍ୟାଲେଣ୍ଟ ବଳରେ ଏଇଠି ପହଞ୍ଚି ପାରିଛି। ସେଇ ଟାଇପ୍‌ର କର। ନିଜ ଟ୍ୟାଲେଣ୍ଟ ବଳରେ ସେ ନିଜେ ପ୍ରଡ୍ୟୁସର, ଭଲ ଭଲ କାମ ନିଜ ପାଖକୁ ଆସିବ। ତ ନିଜ ଟ୍ୟାଲେଣ୍ଟ। ଓଡ଼ିଆରେ ବହୁତ ସାରା ଆଗ ଧାଡ଼ିରେ ହିରୋ ଅଛନ୍ତି। କୋଉ ହିରୋ ସହିତ ପୁରା କମ୍ଫର୍ଟେବଲ ହେଇକି କାମ କରିବା ପାଇଁ ଚାହିଁବେ? ମୁଁ ତ ଏବେ ଏଯାଏଁ ଓଡ଼ିଆ ଯେହେତୁ ଓଡ଼ିଆରେ ନୂଆ। ଯେତିକି ହିରୋ ହଁ। ଜାଣିଛନ୍ତି କାହା ସହିତ କାମ ମୁଁ କରିବା ତ ପାଇଁ? ଯେବେ ଏବେ ନୂଆ ଷ୍ଟାର୍ଟ କରିଛି ତ ମତେ ବାବୁସାନ୍ ସାର୍ ବହୁତ ଭଲ ଲାଗନ୍ତି। ଦେନ୍ ଅନୁଭବ ସାର୍ ବି ବହୁତ ଭଲ ଲାଗନ୍ତି। ବଟ୍ ସେମାନେ ତ ଏବେ ଲେଜେଣ୍ଡ କହିବାକୁ ଗଲେ। ସେମାନଙ୍କ ସହିତ କାମ କରିବାକୁ ହେଲେ ମତେ ନିଜକୁ ପ୍ରିପେୟାର କରିବାକୁ ପଡ଼ିବ ସେତିକି। ମୁଁ ଟ୍ରାଏ କରିବି ପ୍ରାୟ ନିଜର। ଝିଅ ଯାହାକୁ ପଚାରିଲେ ସେମାନେ ସମସ୍ତେ କୁହନ୍ତି ବାବୁସାନ ବାବୁସାନ ବାବୁସାନ। ବାବୁସାନ ତ ରିସେଣ୍ଟ ଧରା ପଡ଼ିଥିଲେ ତୃପ୍ତି ସହିତ, ଏ ଯୋଉ ତୃପ୍ତିକୁ ଯୋଉ ପ୍ରକୃତି ମିତ୍ର ସହିତ। ତାପରେ ମଧ୍ୟ ଝିଅମାନଙ୍କୁ ଏତେ ପସନ୍ଦ ବାବୁସାନ କାହିଁ? ସେଇଟା ତ ତାଙ୍କ ପର୍ସନାଲ ଲାଇଫ, ସେମାନେ କଣ କରିବେ। ବଟ୍ ସିଏ ଗୋଟେ ତାଙ୍କ ପର୍ସନାଲ ଲାଇଫକୁ ଛାଡ଼ିଦେଲେ ସିଏ ଗୋଟେ ଭଲ କଳାକାର। ତାଙ୍କ କଳା ପ୍ରତି ମୁଁ ସମ୍ମାନ ଦିଏ। ଆଣ୍ଡ ତାଙ୍କ ପର୍ସନାଲ ଲାଇଫରେ ସେଟା ତାଙ୍କ ବିଷୟରେ କଥା ହେବା ଯୋଉ ଠିକ ନୁହଁ। ପୁଅମାନେ 50ଟା ଝିଅକୁ ପଟେଇ ପାରନ୍ତି, ସେଇ ଝିଅମାନେ ସେଇ ପୁଅକୁ ଟ୍ୟାଲେଣ୍ଟ କୁହନ୍ତି, କୁହାଯାଏ। ଟ୍ୟାଲେଣ୍ଟ ନୁହଁ ବଟ୍ ସେଇଟା ମୁଁ କହୁନି କି ତାଙ୍କ ପର୍ସନାଲ ଲାଇଫ କଥା କଣ ହେଇଛି। ମୁଁ ବାସ୍ ତାଙ୍କ ଆକ୍ଟିଂ ସ୍କିଲ୍ କଥା କହୁଛି। ସେ ବହୁତ ହି ଭଲ କଳାକାର। ତାଙ୍କ ଆକ୍ଟିଂ ସ୍କିଲ୍ ଦେଖିଛି ମୁଁ। ସିଏ ଗୋଟେ ନ୍ୟାଚୁରାଲ ଆକ୍ଟର, ବହୁତ ହି ଭଲ ଲାଗନ୍ତି। ତ ସେଇଥିପାଇଁ ମୁଁ ବାବୁସାନ୍ ସାର୍‌ଙ୍କୁ ବେଶୀ। ବାବୁସାନଙ୍କ ସହ ଯଦି କିସିଂ ସିନ୍ ଆସିଲା କରିବ? ସେଇଟା ତ ପର କଥା ଏବେ। ଯଦି ଆପଣଙ୍କୁ ତାଙ୍କ ଘରେ ହିରୋଇନକୁ ମାନେ ସୁଯୋଗ ଦିଆଗଲା, ହୁଁ ହୁଁ। ଯଦି କିସିଂ ସିନ୍ ଥିବ, ଆପଣ ସେ ଫିଲ୍ମ ସେ ରାଜି ହେବେ? ନାଇଁ, ବାବୁସାନଙ୍କ ସହ ମୁଁ ଯେହେତୁ ଏବେ କରିନି ତ ମତେ ଆସିବ ନାହିଁ। ଏବେ ଏଯାଏଁ ଯଦି ମତେ ଅଫର ଆସିବ। ଆସିଲା ବାବୁସାନଙ୍କ ସହିତ କରିବେ ନା କରିବେ? ସେଇଟା ସେବେ ଦେଖାଯିବ।